भगवते चरण अंतरर परम आराध्य देवता परम पूज्य चरमनाथ गुरुस्वामी श्री पद्म पादरे साष्टांग प्रणाम। विश्वभातृत्व दिव्यात्मा परिषद अच्युत गुप्त ब्रह्म संघ क्षितिज्योति आश्रम स्वर्णक्षेत्र महांगा अधीनस्थ कटिकोटा केन्द्र संगठन आनुकूल्य आज बादिल ग्राम आमर बलराम भाई बासगृह आज पारिवारिक सत्संग आयोजन यही पारिवारिक सत्संग पारिवारिक सत्संग सत्संग को परिचालना करुवा मोर सदय विजय भाई एवं आज शास्त्र पाठ कर अच्युत गुप्त ब्रह्म संघर सांगठनिक मुख्य महोदय कैलाश भाई तत्सहित संगीत परिचालना करुवा मोर संगीत भाई मैंने एवं पूजक माही एवं केन्द्र ठारू शाखा पर्यंत समस्त कर्मकर्ता वृंद आसर उपस्थित थिबा मोर धर्म जिज्ञासु ब्रह्म जिज्ञासु सदात्मा दिव्यात्मा मोर प्रिय भाई भौणी एवं बलराम भाई आत्मीय स्वजन सपरिवार सबांधव समस्त अंतर सश्रद सप्रेम गुरुस्वामी गुरुस्वामी। आज पर्यंत जेते शास्त्र सृष्टि आरंभ ए पर्यंत धरापृष्ठ को आसी लक्षे 82 शास्त्र ये शास्त्र सबुगुड़िक धूआं बाण बोली प्रभुपाद गुरुस्वामी चरम पृष्ठारे उल्लेख कले गोटे जगार गोटे शब्द शास्त्र धूआं बाण तेणु आलोचना ताले आज आलोचना को स्थान दाओ जदि शास्त्र सब धूआं बाण ताले से कहले धूआं बाण माने मिथ्या ता नुहे शास्त्रटी जो आसीचंती एते शास्त्र जो माने लिखिचंती से माने निया पर्यंत जाई पारि नाहंती निया अछि माने धूआं अछि सत्य से माने अनुभव बा जानिचंती जे भितरे निया अछि निया नथिले धूआं बाहरियो ना तेणु भितरे निया अछि किंतु धूआं को देखी धूआंर अनुभव रे धूआं को जानी निया अच्छी बोलिक लिखिं जो गति कहले कि निया पर्यंत कहीं जापारि ना ये सत्य निगूढ़ सत्य निया पर्यंत कौन सी शास्त्र एवं जिते शास्त्र सृष्टि की आसी 182 शास्त्र ये शास्त्र कई जी लिखिं कई नियार पर्यंत जापारि ना अनुमान सूत्र भितर निया अच्छे धूआं धूआं को देखी लिखिले नियार कथा किंतु निया काटे कहीं जापारि ना ताहले से जो नियाटी अच्छा भितर जो नियार अनुभव नहीं आज जी आसिले जी कथाटी कहले ताले से नियाटीर एपर्यंत जो परिचय लुचि रही एपर्यंत लुचि रही से परिचय पर्यंत कहीं सठिक रे पहुंची पारि ना कहीं विभिन्न मतवाद आसूची आज समीक्षक माने आलोचक माने विभिन्न मतवाद दे चली परिचय बाबद किंतु बालिका आरंभ करी जेते आमर अवतार अवतारी जगन्नाथ पर्यंत कलिकी पर्यंत सबू चली किंतु ये धुआं भितर एक निया लुचि रही
ସେ ନିଆଁର ଫଟୋଟିକି ଆଜି ଲଉଟେଇ ଦେବା। ପ୍ରକୃତ ତାଙ୍କର ପରିଚୟ ଯେଉଁ ଲୁଚି ରହିଛି, ମୁଁ ଏ କଥାଟି କହିବାର କାରଣ କ'ଣ, ଏପର୍ଯ୍ୟନ୍ତ ଯେତେ ଶାସ୍ତ୍ର ଆସିଛି ସବୁ ଶାସ୍ତ୍ର ଭିତରେ ଆମର ଗୋଟେ ଗୁରୁ ବନ୍ଦନା ହେଉଛି ଆମର। ଏ ଗୁରୁ ବନ୍ଦନାଟି କ'ଣ, ଗୁରୁ ବ୍ରହ୍ମା ଇଏ ଗୋଟେ ଶାସ୍ତ୍ରିକ, ଇଏ ଆମ ସଂଘର କେବଳ ଆଜି ଆରମ୍ଭ ହୋଇଛି ତା ନୁହେଁ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ରେବ ମହେଶ୍ୱର ଗୁରୁ ସାକ୍ଷାତ ପରବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ ଇଏ ଶାସ୍ତ୍ର। କିନ୍ତୁ ଇଏ ଧୂଆଁମା କୁହନ୍ତୁ, ଇଏ ଶାସ୍ତ୍ର ହେଲେ ବି ଯଦି ଧୂଆଁମାନ କହିଲେ ଶାସ୍ତ୍ରକୁ, ତାହେଲେ ଏଗୁଡ଼ିକ ଧୂଆଁମାନ। ତାପରେ ନିଗୁଡ଼ ସତ୍ୟ ନିଶ୍ଚିତ ଅଛି, ଆ ଭିତରେ ନିହାତି ଅଛି। ତେଣୁ ନିହାତି ଅଛି ଏ ଆଲୋଚନାରୁ ଥରେ ପାଇଲି ଯେ ସମସ୍ତେ ଆସିଛନ୍ତି। ଆସିଲେ ଅଭିରାମ ପରମହଂସ ଦେବ କହିଲେ, ଗୁରୁ ଶିଷ୍ୟ ଦିଏ ପ୍ରଳୟ କାଳେ କହିଁ କାହିଁ ରହନ୍ତି ମୁଁ ଜାଣି ନପାରେ। ସମସ୍ତେ ଗୁରୁକୁ ଖୋଜିଛନ୍ତି। ଯୁଗ ଅନୁସାରେ ଅବତାରୀ ମାନେ ବି ଆସି ଗୁରୁଙ୍କୁ ପ୍ରତିଷ୍ଠା କରିଛନ୍ତି। କହିଲେ ସତ୍ୟ ଯୁଗରେ ଆସିଲେ ବାମନ। ତୃତୀୟ ପାଦ କୋଉଠି ଥିଲା? ଦୁଇଟି ପାଦରେ ତ ଆସିଲେ। ତୃତୀୟ ପାଦଟି ହେଉଛନ୍ତି ଗୁରୁ ପାଦ। ଗୁରୁଙ୍କୁ ସ୍ମରଣ କରି ସେ ପାଦଟି ଗୁରୁଙ୍କ ପାଦ ଆସିଲା। ତେଣୁ ପାଦ ଯେଉଁ ଆସିଲେ ସତ୍ୟ ଯୁଗରେ ପ୍ରତିଷ୍ଠା ଯେତେ ଆସିଛନ୍ତି ଅବତାରୀ, ପ୍ରଭୁ ଶ୍ରୀରାମ ଆସିଲେ, ପାଦ ସ୍ପର୍ଶ କେତେଜଣ ପାଇଲେ? ଅଲ୍ୟା ପାଇଲେ, ଭରତ ପାଇଲେ, ଆଉ ପାଦଟିକି କୈବର୍ତ୍ତକ ପାଇଲେ। 3 ଜଣ ପାଇଛନ୍ତି ଗୁରୁଙ୍କ ପାଦ ପାଇଲେ, କିନ୍ତୁ ଗୁରୁଙ୍କୁ ପାଇନାହାନ୍ତି, ନିଗୁଡ଼ ସତ୍ୟକୁ ପାଇନାହାନ୍ତି। ତେଣୁ ଇଏ ପାଇଲେ ପାଦ। ଆସିଲେ ପ୍ରଭୁ ଶ୍ରୀକୃଷ୍ଣ, ପାଦ ଦର୍ଶନ କଲେ। ମାନେ କଂସନ ରାଜ ଅର୍ଜୁନକୁ କହିଲେ, ପାଦର ଦର୍ଶନ ଦେଲେ, ଆଉ ପାଦୁକାଟି ଲଦିଦେଲେ କୋଉଠି? ଗୁରୁ ପାଦ ପ୍ରତିଷ୍ଠା କଲେ ଉଦ୍ଧବଙ୍କ ମସ୍ତକରେ। କାମ ସରିଲା। ଯୁଗ ଅନୁସାରେ ଯିଏ ଆସିଛନ୍ତି ବି ଅବତାରୀ ବି ଗୁରୁଙ୍କୁ ପ୍ରତିଷ୍ଠା କରିଛନ୍ତି। ଏ ଯୁଗରେ ଯେତେ ସାଧୁ ସନ୍ଥ ମୁନି ଋଷିମାନେ ଆସିଛନ୍ତି ସମସ୍ତେ ଗୁରୁକୁ ବୁଝିଛନ୍ତି। ତେଣୁ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ରେବ ମହେଶ୍ୱର ଗୁରୁ ସ୍ୱୟଂ ଅବ୍ୟକ୍ତ ବ୍ରହ୍ମ। ତେଣୁ ସାକ୍ଷାତ ପର୍ଯ୍ୟନ୍ତ ଆମେ ସମସ୍ତେ ଯାଇଛେ। ଏଇଟା ହେଉଛି ଶାସ୍ତ୍ର। ଶାସ୍ତ୍ରିକ ମତରେ ଆମେ ସାକ୍ଷାତ ପରମ ବ୍ରହ୍ମ ପର୍ଯ୍ୟନ୍ତ ଯାଇଛେ। କିନ୍ତୁ ଗୁରୁ ଯେ ସ୍ୱୟଂ ଅବ୍ୟକ୍ତ ବ୍ରହ୍ମ, ସେ କହିଲେ ଅବ୍ୟକ୍ତ ଅଧିପତି ପିତା। ତେଣୁ ଗୁରୁ ଅବ୍ୟକ୍ତ ବ୍ରହ୍ମ କହିଲେ ଯୋଉଠିକି ନିଆଁ, ସେ ଅବ୍ୟକ୍ତ ବ୍ରହ୍ମ ପର୍ଯ୍ୟନ୍ତ କେହି କେବେ ଯାଇପାରି ନାହାନ୍ତି। କି କୌଣସି ଶାସ୍ତ୍ର ନାହିଁ, କି କାରି ଭିତରେ ବୋଧଗମ୍ୟ ବା ସେଠିକି ବୁଝିବା, ତାଙ୍କୁ ବୁଝିବା ଏପର୍ଯ୍ୟନ୍ତ କଷ୍ଟକର। କାହିଁକି ନା ସେଠି ତ ତାଙ୍କର ଗାଥା ନାହିଁ। କୃଷ୍ଣଙ୍କର ଗାଥା ଅଛି, ଶ୍ରୀରାମଙ୍କର ଗାଥା ଅଛି, ଯେତେ ଅବତାରୀ ଆସିଛନ୍ତି ତାଙ୍କର ଗାଥା ଅଛି। ତେଣୁ ଗୁରୁ ଅବ୍ୟକ୍ତ ବ୍ରହ୍ମଙ୍କର ଗାଥା ବା ତାଙ୍କର କଥା କୋଉଠି ନାହିଁ। କାହିଁକି? ଏପର୍ଯ୍ୟନ୍ତ ସୃଷ୍ଟି ଆରମ୍ଭରୁ ସେ ଆସି ନଥିଲେ। ଏପର୍ଯ୍ୟନ୍ତ ଆଜି ଯେଉଁ ପୁରୁଷଟି ଆସି ସ୍ୱର୍ଣ୍ଣକ୍ଷେତ୍ର ଧାମରେ ଅତି ସାଧାରଣ ବେଶ, ବୈଷ୍ଣବ ବେଶରେ, ସାଧାରଣ ପୋଷାକ, ସାଧାରଣ ଖାଦ୍ୟ, ସାଧାରଣ ପରିବାର, ଅସାଧାରଣ ବ୍ୟକ୍ତିତ୍ୱ ଭିତରେ ରଖି ଆଜି ଖସି ଆସିଥିଲେ ନରତନୁଟି ଧରି। ସେ ଆଜି ହିଁ ସେଇ ପୁରୁଷ ହିଁ ଆଜି ଯୋଉ ଦେଇଛନ୍ତି ଯେ ଧୂଆଁବାଣ ଭିତରେ ଯାହାକୁ ଖୋଜିଛନ୍ତି ଯୁଗ ଯୁଗ ଧରି ଅବତାରୀ ମାନେ ସାଧୁ ସନ୍ଥ ମାନେ ଏପର୍ଯ୍ୟନ୍ତ ସୁଦ୍ଧା ସେଇ ଆଜି ଖସି ଆସିଥିଲେ ମୂଳ ବିନ୍ଦୁଟି ଗୁରୁ। ସେ ହେଉଛନ୍ତି ଗୁରୁ। ସେ କହିଛନ୍ତି ତାଙ୍କ ପରିଚୟରେ, ନିଜେ ଗୁରୁ ଆସିଅଛୁ ପରିଚୟ ଦେଲୁ, ଅଶେଷ କୋଟି ପାଦୁକା ଜଗତ ଥାବିଲୁ। ଏତେ ପାଦୁକା ଦେବାର ଶକ୍ତି କାହାର ନାହିଁ। ଆଜି ପାଦୁକା ଆମେ ଲକ୍ଷ ଲକ୍ଷ କୋଟି କୋଟି ପାଦୁକା ଆଜି ଛାଡ଼ି ଦେଇଛୁ। ପାଦୁକା ଆଜି ବିଶ୍ୱବ୍ୟାପୀ ଆଜି ଚାରିଆଡ଼େ ପ୍ରତିଷ୍ଠା ହେଇଯାଇଛନ୍ତି। ଶାଖା ପ୍ରଶାଖା କେନ୍ଦ୍ର ଜିଲ୍ଲା ବହୁ ପୀଠରେ ମଧ୍ୟ ଆଜି ପାଦୁକା ପ୍ରତିଷ୍ଠା ହେଇସାରିଛନ୍ତି। ଏ କଥା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମେ ଏଠି ଅଛେ ଜାଣିପାରିନି, କିନ୍ତୁ ମହାରାଷ୍ଟ୍ରରେ ଯାଇକି ପାଦୁକା ପ୍ରତିଷ୍ଠା ହେଇଛନ୍ତି। ତେଣୁ ଆଜି ନିଜେ ଯିଏ ଆସିଥିଲେ ନିଆଁ, ସେ ନିଜେ ଆସିଥିଲେ, ସେ ନିଆଁ ପାଖକୁ କେହି ଯାଇପାରନ୍ତି ନାହିଁ। ତେଣୁ ଭଲ କରି ପଢ଼ନ୍ତୁ। ଚରମ ପ୍ରଥମ ପୃଷ୍ଠାଟି ମୁଁ ଆଜି ଲଉଟଉଛି। କୋଉ ପୃଷ୍ଠାଟି? ଜନନୀ ଜଠର ଜରାୟୁର ପ୍ରଥମ ପାଳର ପ୍ରଥମ କଥାଟି
आमे अव्यक्तरे थाऊ प्रथम से लिखिं आमे अव्यक्तरे थाऊ प्रथम पारारे पढ़तु भलगिरी ताको भलगिरी आज तांकर परिचय केमती से रखिंट ताको टिके प्रथम पृष्ठाटी आज मन उठे दौर तेणु अव्यक्तरे थाऊ अव्यक्तरे प्रकृति कोଳରେ तरंगायित अवस्था आमे थिलु अव्यक्तरे थाऊ पुणी अव्यक्तरे प्रकृति कोଳରେ तरंगायित अवस्था आमे थिलु निज प्रकृति निज संगे लीला करिले नाना रंगे निज प्रकृति कोଳରେ निजे अव्यक्तरे अछंती बुझिले थिले इच्छा ही सृष्टि कहले इच्छा ही सृष्टि तापर करछन इच्छा ही सृष्टि इच्छा कलु सृष्टि होबा पाए अनेक एक हवा कहले कहीं अनेक एक हवा आप इच्छा कले प्रश्न होती जननी जठर दलायु तांकर निज परिचय उपरे आसबार कारण उपरे प्रश्न होती कहीं आप आसिले कहीं इच्छा कले ना इच्छा तुमको से इच्छा जो कहते जहाँ होमर इच्छा इच्छामय पुरुष एपर्यंत धरापृष्ठ को इच्छामय पुरुष कहीं आसी नथिले आम इच्छा सब होली ये दृढ़ कहीं एपर्यंत दे नथिले से इच्छामय पुरुष आज आसी इच्छा करी कौन कले ना कहले से जिते बड़े एकरु अनेक हवापाई आम इच्छा प्रकाश कलु एकरु अनेक हवापाई आज अनेक आम जो एकरु अनेक आज होती नरतनु धरी एकरु अनेक हवापाई आम इच्छा प्रकाश कलु कहले कहीं कले तुमको पचारि से प्रश्न थी पचारि से दिन मत से प्रश्न थी कहले तुम्हें आसी एका तुम्हें आसी एका कौन पाई तुम्हें अनेक आज हो तुम्हें कौन पाई आज स्त्री टे ग्रहण कर तुम्हें कौन पाई आज दुईटी संतान पिता हो तुम्हें कौन पाई आज घर द्वार विभव आज ठोल कर तुम्हें कौन पाई तुम्हें कौन पाई कर मुझे आनंद पाई कर तुमर खाली आनंद अच्छी तेणु तांकर किसी आनंद ना तेणु से कहले आमर गोटे अंश आमर दुईटी प्रकृति अव्यक्तरे आमर दुईटी प्रकृति गोटे आनंद अंशटी होती भारती एवं कृपांशटी होती आमर लक्ष्मी जो कृपामयी तेणु जो गुरु कृपाटी आम सब कहचे कृपाटी होती प्रकृति अंश कृपा एवं भारती दुईटी कृपा दुईटी प्रकृति कोଳରେ से तरंगायित अवस्था अव्यक्तरे आज जो पुरुष आसी महांगे साधारण परिवेश साधारण खाद्य साधारण पोशाक साधारण माने अति साधारण भाव में निजको जीवन यापन कर निजको लुचई देले परिचय देले समाज देले परिचय ताले कहीं आसिले ना जुग अनुसार आम समस्त आमको खोजी तेणु से कथाटी कहते चारि जुग भगत प्रार्थना को ले चारि जुग भगत प्रार्थना को अव्यक्त धामरु देह आसी ओलाई चारि जुगर भक्त मानकर प्रार्थना ए जुग पर्यंत समस्ते गुरु को खोजी आमको सब खोजी तेणु खोजबार चारि जुगर भक्त मान प्रार्थना सेठी आम कतिक कहीं जापारे ना कौन सी ध्यान मंत्र तपस्या कौन सी नहीं आम पर्यंत जावाई आम इच्छा करी आसी आज धरा दे तुम मान पाखे धरा दे तुम्हें धरिकी आम पाखक जावाई कहते एते दूर को चलीजी तू खोजी खोजी पाइबुनु रे धन मते कहते 5 नंबर चरम तो विश्ववासी की कहे जुग जुग जुगर आराध्य ठाकुर आज नरतन अति निकट में ये समय बीतीगले आउ खोजी खोजी पाइबे नहीं ये निगम संदेश ये गुप्त संदेश तो जगतवासी की जगत भाई मान भाई भौन मान जड़े दे चरम पाइबे कहीं जुग जुग आराध्य जन्म जन्मांतर आराध्य आम खोजुले समस्ते आसे आज चारि जुग ये पुरुष के आसी नथिले आसीबा प्रथम ये राम नुहति कि कृष्ण नुहति कि अवतार नुहति कि अवतारी नुहति कि जगन्नाथ नुहति कि ये कलिकी नुहति ये आसी निजे गुरु आसी
ତେଣୁ ଇଚ୍ଛା କଲୁ ଆମେ ଯେତେବେଳେ ସୃଷ୍ଟି ଆସିବା ପାଇଁ ଆମର ସ୍ୱରୂପ ଆମେ ସର୍ବବ୍ୟାପକ ହେଲୁ। ସେ ସେଇଠି କହିଛନ୍ତି ଆମେ ସର୍ବବ୍ୟାପକ ହେଲୁ। ସର୍ବବ୍ୟାପକ ଅଂଶଟି ତାଙ୍କର ହେଲା କ'ଣ ଜାଣିଛନ୍ତି? ଚୈତନ୍ୟ। ଯେତେବେଳେ ସିଏ ପ୍ରକଟ ଅଂଶଟି ହେଉଛନ୍ତି ଗୁରୁ। ଆଜି ଗୁରୁ ଅଙ୍ଗରେ ଆସୁ କହିଲେ ଯେଉଁ ନରତନଟି ଦେଖୁଛ, ଏ ନରତନ ଆଉ କୋଉଠି ନାହିଁ, କେବଳ ଆମର ଅବ୍ୟକ୍ତରେ ଅଛି। ଏଇ ନରତନ, ମୁଁ କହିଲି ଏଇ ନରତନ ନା, ଏଇ ନରତନ ମୋର ଅବ୍ୟକ୍ତରେ ଅଛି। ଯଦି ମୋର ଅବ୍ୟକ୍ତରେ ନରତନ ନାହିଁ, ତୁମେ ଆସିଲ କୋଉଠୁ? ତୁମେ ମାନେ ବା ଅବ୍ୟକ୍ତର ବ୍ୟକ୍ତ ଅଂଶ ଅଟେ ଜୀବଭୂତ, ଅନିତ୍ୟ ଆକାର ଧରି ଅରୂପରେ ଗୁପ୍ତ। ଅବ୍ୟକ୍ତର ବ୍ୟକ୍ତ ଅଂଶ ତମେ ଗୁରୁଙ୍କର ଅଂଶରେ। ଆଜି ପିତାର ଅବୟବ କହିଲେ ମୋର ଅବୟବ, ମୋରି ଭାବ, ମୋର ଦେହ ପ୍ରାଣ ତୋରି ଭୂତିରେ ଫୁଟି ଉଠିଛି ରେ ଧନ। ଭଲକିରି ଚରମ ପୋଡ଼ଙ୍କୁ ମନ ଦେଇ ଆଜିର ଯେଉଁମାନେ ଆଲୋଚକ ଅଛନ୍ତି ବା ସମୀକ୍ଷା କରୁଛନ୍ତି ମୋ ଠାକୁରଙ୍କ ବିଷୟରେ, ଗୁରୁଙ୍କ ବିଷୟରେ, ଗୁରୁ ସ୍ୱାମୀଙ୍କ ବିଷୟରେ, ସେମାନେ ଭଲକିରି ପଢ଼ନ୍ତୁ। ତାଙ୍କରି ଅବୟବ, ତାଙ୍କରି ଭାବ, ତାଙ୍କରି ପ୍ରାଣ, ତାଙ୍କରି ମନ ସବୁ ଆରି ଭିତରେ ଖେଳୁଛି ଆଜି ଅନେକ ଭିତରେ। ତେଣୁ ସେ ଯେତେବେଳେ ଚାହିଁଲେ ଅନେକ ହୋଇ ଲୀଳା କରିବା ପାଇଁ, ତାଙ୍କର ଅପ୍ରକଟ ଅବସ୍ଥା ହେଉଛି ଚୈତନ୍ୟ ଅବସ୍ଥା। ଚୈତନ୍ୟ ସ୍ୱରୂପ ସେ ଆସିଲେ, ଚୈତନ୍ୟ ସ୍ୱରୂପ ନେଲେ। ଗୁରୁ ଚୈତନ୍ୟ, ଚୈତନ୍ୟ ହିଁ ଗୁରୁ। ଚୈତନ୍ୟ ଅବସ୍ଥାରେ ପ୍ରକଟ ଅପ୍ରକଟ ଲୀଳା କରିବା ପାଇଁ ସର୍ବବ୍ୟାପକ ହୋଇ ସମସ୍ତଙ୍କ ଭିତରେ ଲୀଳା କରି ଚାଲିଛନ୍ତି ଏ ପର୍ଯ୍ୟନ୍ତ। ବୁଝିଲେ? ତେଣୁ ସେଇ ପୁରୁଷ ସେ କ'ଣ କଲେ? ଯେତେବେଳେ ତାଙ୍କର ଇଚ୍ଛା ହେଲା, ଇଚ୍ଛା ହିଁ ସୃଷ୍ଟି, ତାଙ୍କର ସ୍ୱରୂପ ସେ ଚୈତନ୍ୟକୁ ଖସିଲେ। ଯେତେବେଳେ ଚୈତନ୍ୟକୁ ଖସିଲେ, ସେତେବେଳେ ଚୈତନ୍ୟରୁ ଖସିଲେ ଅବ୍ୟକ୍ତ ଚୈତନ୍ୟ। ସେ ଚୈତନ୍ୟ ପୁରୁଷ ହେଲେ, ସେ ହେଲେ ଚୈତନ୍ୟ ପୁରୁଷ। ପୁରୁଷ ବୋଲି ସେ ବିବେଚିତ, ଆଉ କେହି ପୁରୁଷ ବୋଲି ନିଜକୁ କହିପାରିବେ ନାହିଁ। କାହିଁକି ନା ସମସ୍ତେ ପ୍ରକୃତି ଅଂଶରେ ଆସିଛନ୍ତି, କେହି ପୁରୁଷ ଅଂଶରେ ଆସିନାହାନ୍ତି। ଚୈତନ୍ୟ ହିଁ ପୁରୁଷ। ଯେତେବେଳେ ପୁରୁଷ ଅଂଶରେ ଆସିଲେ, ସେ କ'ଣ କଲେ? ଅବ୍ୟକ୍ତ ଧାମରେ ସେଇ ଚୈତନ୍ୟ ପୁରୁଷ ପାଦ ଦ୍ୱୟ ସ୍ଥାପି ଦେଉଛନ୍ତି ସେ ଆଶିଷ। ପାଦ ଦୁଇଟି ଆଗେ ବଢ଼େଇ ଦେଲେ, ଗୁରୁ ପାଦକୁ ଆଗେ। ଚୈତନ୍ୟ ଯେତେବେଳେ ଆସିଲେ, ଦୁଇଟି ଗୁରୁ ପାଦ ବସି ଆସିଲେ। ଗୁରୁ ପାଦ, ଗୁରୁ ପାଦ, ଯେଉଁ ପାଦଟି ଆଜି ଆମେ ରଖିଛେ, ଯେଉଁ ପାଦକୁ ଆଜି ପ୍ରତିଷ୍ଠା, ଯେଉଁ ପାଦକୁ ଆଜି ଆମେ ପୂଜା କରୁଛେ, ସେ ଅନାକାର ବ୍ରହ୍ମ। ପାଦ କାଟି ଅନାକାର ଜାଣି ରଖ ତୁହି, ପାଦର ମହିମା ବାବୁ ନ ଜାଣନ୍ତି କେହି। ଏ ପାଦ ଆସିଲେ ଅନାକାର ବ୍ରହ୍ମ। ଚୈତନ୍ୟରୁ ଆଗେ ଖସିଲେ ପାଦ। ସେ ପାଦ ଯୋଉଠି ଆସିକିରି ସ୍ଥାପନ ହେଲେ, ସେ ପାଦଟି ହେଉଛି ଅଣାକାର ବ୍ରହ୍ମ, ଅଣାକାର ମଣ୍ଡଳ। ଅବ୍ୟକ୍ତ ତଳେ ରହିଲେ, ଅଣାକାର ମଣ୍ଡଳରେ ଆସି ପାଦ। ଗୋଟିଏ କଥା ଥରେ କହିଦେଉଛି, ଗୋଟିଏ ଓଲଟା କଥା ହେଇଥିଲା। ଏଇ ପାଖରେ ଆପଣଙ୍କ ଏଇ କେନ୍ଦ୍ର ଭିତରେ ଯେତେବେଳେ ବ୍ରାହ୍ମଣ ମାନ ନାମ ବୁଲିଲେ, କାହିଁକି ଏ ଆଲୋଚନା ଆଜି ପାଦର ଆଲୋଚନା ତ ବ୍ୟାପକ ହେଇଛି ଗୋଟେ ଗାଈ। କାହିଁକି ପାଦର ଆଲୋଚନା ହେଲା, ତାର ମୂଳ କେନ୍ଦ୍ର ବିନ୍ଦୁ ହେଉଛନ୍ତି ଆମର ଲିପୁଦା। କୋଉଠି ନା ଚାନ୍ଦଳ ଲିପୁଦା। ସିଏ କ'ଣ କରିଥିଲେ ତାଙ୍କର ବ୍ରାହ୍ମଣ ନାମ ଯଜ୍ଞରେ? ଆମେ କ'ଣ କରୁଛେ ଆଜି? ପାଦକୁ ରଖିଛେ ତଳେ, ଠାକୁରଙ୍କ ବିଗ୍ରହ ରଖିଛେ ଉପରେ, ନୁହେଁ? କିନ୍ତୁ ସିଏ କ'ଣ କରିଥିଲେ ନାମରେ? ପାଦ ରଖିକିରି ଉପରେ, ତଳେ ରଖିଥିଲେ ବିଗ୍ରହ। ଭାଇମାନେ ଗଲେ ପାରିଲେ, ତମେ ଓଲଟା କରିଛ, ଭୁଲ କରିଛ। ସିଏ ଫୋନ କଲେ ଲିପୁଦା ଥାଏ ଠାକୁରଙ୍କ ପାଖରେ, କହିଲେ କ'ଣ ମୁଁ ଏମିତି କରିଛି ଯେ ପାଦକୁ ଉପରେ ରଖିଛି, ବିଗ୍ରହକୁ ତଳେ ରଖିଛି। ରଖିବାରୁ ଭାଇମାନେ ମୋତେ ଆସି ପାରୁଛିନି, ଏ କଥାର ଟିକେ ମୀମାଂସା କରନ୍ତୁ। ପଚାରିଲି ସେତେବେଳେ ଠାକୁର ସାର୍, ଏ 1994 ମସିହାର କଥା, ଆଜିର କଥା ନୁହେଁ। ପଚାରିଲି କ'ଣ? ଲିପୁଦା ଏମିତି ପଚାରୁଥିଲେ, ଠିକ ନା ଭୁଲ? ନା ନା, ସେ ଯାହା କରିଛି ଠିକ କରିଛି। କହିଲେ ଆମେ ଆସିଛୁ ନରାଙ୍ଗତରୁ ଧରି ଏବେ, କିନ୍ତୁ ପାଦୁକା ଆସିଛନ୍ତି ସୃଷ୍ଟି ଆରମ୍ଭରୁ। ଯେତେବେଳେ ସୃଷ୍ଟି ଆରମ୍ଭ ହେବାକୁ ଆମେ ଇଚ୍ଛା କଲୁ, ସେତେବେଳେ ପ୍ରଥମ ଖସିଛନ୍ତି ପାଦ। ଚୈତନ୍ୟ ସ୍ୱରୂପ, ଚୈତନ୍ୟ ସ୍ୱରୂପରୁ ଖସିଲେ ପାଦ। ଅପ୍ରକଟ ଲୀଳା, ଅପ୍ରକଟ ଲୀଳାରେ ଖସିଲେ ଆଗେ ପାଦ। ପାଦ ଖସିକିରି କ'ଣ କଲେ ନା, ଦୁଇ ପାଦ ଯେତେବେଳେ ଖସି ଆସିଲେ, ଦୁଇଟି ହେଉଛନ୍ତି ପ୍ରକୃତି ଅଂଶ କୃପାମୟୀ ଏବଂ ଭାରତୀ। କୃପା ଭାରତୀ ଖସି ଆସିଲେ ଦୁଇ ପାଦ। କୃପା ଜୟ ଭାରତୀ, ଅନ୍ୟ ଗୋଟେ କୃପାମୟୀ, ଅନ୍ୟ ଜୟ ଭାରତୀ। ଦୁଇଟି ପ୍ରକୃତି ଅଂଶ ଖସିଲେ,
ଚୈତନ୍ୟରୁ ପ୍ରକୃତି ଅଂଶ ବାମ ପଟରୁ ବାମ ପାଦରୁ ସୃଷ୍ଟି ହେଲା ଗୋଲକ ମଣ୍ଡଳ। କହିଦେଉଛି ତାର ଡାଇଗ୍ରାମ ମୋ ଡାଇରେ ଠାକୁର କାଟିଚିନି ଗୁରୁ ସ୍ୱାମୀ ତାଙ୍କର ପରିଚୟ ମୋ ଡାଇରେ ଦେଇଛନ୍ତି ଚୈତନ୍ୟ ଚଳଣିରେ। ତେଣୁ ସେ ଚୈତନ୍ୟ ରୂପରେ କେମିତି ଚଳୁଛି ଏ ସୃଷ୍ଟିରେ ବ୍ୟାପକ ଜିନିଷ। ତେଣୁ ପାଦ ଏ ଯୋଉ ପାଦଟି ଅଛନ୍ତି ଆଜି ସ୍ଥାପନ କରିଛେ ଆମେ ବାମ ପାଦରୁ ଏ ପାଦର ବାମ ପାର୍ଶ୍ୱ ପାଦରୁ ସୃଷ୍ଟି ହେଲା ଗୋଲକ ମଣ୍ଡଳ। ଲକ୍ଷ୍ମୀ ନାରାୟଣ ସରସ୍ୱତୀ ଗୋଲକ ମଣ୍ଡଳରେ। ତା ତଳେ ରହିଲା ନିତ୍ୟ କୃଷ୍ଣ ନିତ୍ୟ ରାଧା ମଣ୍ଡଳ। ତା ତଳକୁ ରହିଲେ ନିତ୍ୟ ସୀତା ନିତ୍ୟ ରାମ ମଣ୍ଡଳ। ତା ତଳକୁ ରହିଲେ ଗୁରୁମଣ୍ଡଳ। ଯୋଉ ଗୁରୁମଣ୍ଡଳରୁ ସଦଗୁରୁ ଜଗତଗୁରୁ ଧର୍ମଗୁରୁ ଗୁରୁ ଅଙ୍ଗମାନ ଆସୁଛନ୍ତି ଗୁରୁମଣ୍ଡଳ ପ୍ରକୃତି ଅଂଶରେ ବାମ ପାଦରୁ ଡାହାଣ ପାଦରୁ ଜନ୍ମ ନେଲେ ଜଣେ ପୁରୁଷ, ସେ ହେଉଛନ୍ତି ଅନାଦି ବ୍ରହ୍ମ। ସୃଷ୍ଟିର ତମ ବିକାଶରେ ମୁଁ ଆଜି ପ୍ରଭୁଙ୍କୁ କହିବାକୁ ପ୍ରଥମ ପୃଷ୍ଠାଟି ଲଉଟାଇବାକୁ ଆଜି ଇଚ୍ଛା କରିଛି। ପ୍ରଥମ ମାନେ ଯୋଉ ପାଦଟି ଡାହାଣ ପାର୍ଶ୍ୱ ପାଦରୁ ସୃଷ୍ଟି ହେଲା କାରଣ ଜଗତ। ଏ କାରଣ ଜଗତରେ ପ୍ରକୃତି ମଣ୍ଡଳ ଗୋଟିଏ ହେଲା ଗୋଲକ ମଣ୍ଡଳ ଠାରୁ ପ୍ରକୃତି ମଣ୍ଡଳ, ଏପଟରେ ଗୋଟିଏ ହେଲା ଅନାଦି ବ୍ରହ୍ମ। ଅନାଦି ଠାରୁ ଆଦି ଶକ୍ତି ମାୟା ସ୍ୱରୂପେ ବିରାଜନ୍ତି। ଅନାଦି ପୁରୁଷଙ୍କ ଠାରୁ ଆସିଲେ ଆଦି ଶକ୍ତି। ସୃଷ୍ଟିର କ୍ରମାନ୍ୱୟ ତିଆରି ହେଲା ଆଦି ଶକ୍ତିଙ୍କ ଠାରୁ ଆସିଲେ କିଏ ନା ତ୍ରିବୀଜ। ସେ ତ ବହୁତ ପାଠ ବହୁତ କଥା ତାକୁ ବୁଝେଇ ବା ଏତେ ସହଜ କ୍ଲାସ୍ ପାଠ। ତେଣୁ ଡାଇଗ୍ରାମ ପ୍ରଭୁପାଦ ଗୋସ୍ୱାମୀ କାଟି ଦେଇଛନ୍ତି। ଏଇଠି ଗୋଟିଏ କଥା କହିବାକୁ ମୁଁ ଚାହୁଁଛି, ଲକ୍ଷ୍ମୀ ଯେମିତି ଆଜି ଯିବା ଆଜିର ଶାସ୍ତ୍ରକୁ ଆଜିର ପୁରାଣକୁ ଆସିଲେ ଆମର ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀରାମ ଆସିଲେ ମା ସୀତା, କିନ୍ତୁ ଲକ୍ଷ୍ମୀ ନାମ ଠାରି ଆସିପାରିଲେ କି? ସୀତା ମା ଲକ୍ଷ୍ମୀଙ୍କ ଅଂଶରୁ ଆସିଲେ, କିନ୍ତୁ କ'ଣ କରାଗଲା ତାଙ୍କ ନାମ ବଦଳିଗଲା। କାହିଁକି? ସେଠୁ ଯେତେବେଳେ କୋଉଠୁ ଆସିଲେ ମା ଲକ୍ଷ୍ମୀ କୋଉଠୁ ଆସିଲେ? ଗୋଲକ ମଣ୍ଡଳରୁ। ଅବତାରୀ କୋଉଠୁ ଆସିଲେ? ଯୋଉ ଆମର ମତ୍ସ୍ୟ କଚ୍ଛ ବରାହ ନୃସିଂହ ଅବତାର ମାନେ ଆସିଲେ କୋଉଠୁ ଆସିଲେ? ସବୁ ଗୋଲକ ମଣ୍ଡଳରୁ ନାରାୟଣଙ୍କ ଭିତରୁ ଆସିଲେ। ଯୋଉ ନିଦା ନାରାୟଣ ଅନନ୍ତ ଶୟନ କରି ସେଠି ଅଛନ୍ତି, ତାଙ୍କରି ଭିତରୁ ଅବତାରୀ ମାନେ ସୃଷ୍ଟି ହେଲେ। ସେଇଠୁ ଲକ୍ଷ୍ମୀ ନାରାୟଣ ସ୍ୱରୂପରୁ ମାନେ ନାରାୟଣଙ୍କ ସ୍ୱରୂପରୁ ଲକ୍ଷ୍ମୀଙ୍କର ଅଂଶରୁ ଆସିଲେ, କ୍ରମ ବିକାଶ କରି ଆସିଲେ ଶ୍ରୀକୃଷ୍ଣ। ସୀତା ଆସିଲେ କି? ଏ ଯୋଉ ଲକ୍ଷ୍ମୀ ଆସିଲେ କି? ଆସିଲେ ସତ୍ୟ ମା ରୁକ୍ମଣୀ ଅଷ୍ଟପାଠ ବଂଶୀ। ଟିକେ ଦେଖନ୍ତୁ, ବିଚାର କରନ୍ତୁ। ତାହେଲେ ଏ ଯୋଉ ଲକ୍ଷ୍ମୀ ସରସ୍ୱତୀ ଗୋଲକ ମଣ୍ଡଳରୁ ଆସିଲେ, ସେ କୋଉଠୁ ଆସିଲେ? ତାଙ୍କର ମୂଳ ଗୁଚ୍ଛ କୋଉଠି? ତାଙ୍କର ମୂଳ ଗୁଚ୍ଛ ହଉଛି ଅବ୍ୟକ୍ତରେ ସେ କୃପା ଭାରତୀ। ତାଙ୍କର ଆନନ୍ଦ ଅଂଶଟି ହେଉଛନ୍ତି ଭାରତୀ। ଆନନ୍ଦ ଅଂଶରୁ ଆସିଲେ ସରସ୍ୱତୀ। ଗୁରୁଙ୍କର ଆନନ୍ଦ ଅଂଶରୁ ଆସିଲେ ସରସ୍ୱତୀ। କୃପା ଅଂଶରୁ ଆସିଲେ ମା କୃପାମୟୀ। କୃପାମୟୀଙ୍କ ଅଂଶରୁ ଆସିଲେ ଗୋଲକ ମଣ୍ଡଳରୁ ଲକ୍ଷ୍ମୀ, ଏବଂ ଭାରତୀଙ୍କ ଅଂଶରୁ ଆନନ୍ଦ ଅଂଶରୁ ଆସିଲେ ଭାରତୀ। ଭାରତୀଙ୍କ ଅଂଶରୁ ଆସିଲେ ମା ସରସ୍ୱତୀ। ଆକୁ ଟିକେ ଭଲ କରି ମଜା କରି ବୁଝନ୍ତୁ। ସୃଷ୍ଟିର କ୍ରମ ବିକାଶ କେମିତି ହେଇଛି, କେମିତି ଆଜି ଷଷ୍ଠ ପୁରୁଷ ଆଜି କେମିତି ଖସି ଆସିଥିଲେ। ସେ କହିଲେ ଚାରି ଯୁଗ ଭଗତଙ୍କ ପ୍ରାର୍ଥନାକୁ ନେଇ ଅବ୍ୟକ୍ତ ଧାମର ଦେହ ଆସିଛି ଓଲାଇ। ମୁଁ କହିଲି କ'ଣ ଏ ଦେହ ଅବ୍ୟକ୍ତରୁ ଆସିଛି? ଏ ଦେହ ନା ଆମର ଯଦି ଅବ୍ୟକ୍ତରେ ନରତନୁ ନାହିଁ, ତୁମେ ଆସିଲ କୋଉଠୁ? ଏ ନରତନୁ ସୃଷ୍ଟିକି ଆସିଲା କୋଉଠୁ? କୋଉଠି ସୂକ୍ଷ୍ମ ଜଗତ ଠାରୁ କାରଣ ଜଗତ ପର୍ଯ୍ୟନ୍ତ ନରତନୁ ନାହିଁ। ନରତନୁ କେବଳ ଅବ୍ୟକ୍ତରେ ଗୁରୁଙ୍କର, ବୁଝିଲେ? ତେଣୁ ସେ କ'ଣ କଲେ? ପ୍ରକଟ ଲୀଳା ଅପ୍ରକଟ ଲୀଳା ଦୁଇଟି ଲୀଳା କଲେ। ଗୁରୁ ଆଜି ନରଙ୍ଗ ଧରି ପ୍ରକଟ ଲୀଳା କଲେ। ତାହେଲେ ଆପଣ କାହିଁକି ଆସିଥିଲେ? ଆପଣ ଏ ଦେହଟି ଆସୁଛନ୍ତି କ'ଣ କେହି ଜାଣିପାରିନାହାନ୍ତି? ନା ଏ ଦେହକୁ କେହି ଜାଣିପାରିବେ ନାହିଁ। ଆଉ କେମିତି କିଏ ଜାଣିବ? ନା ଦେଖ, ସାଧୁ ସନ୍ଥ ଦେବ ତାଙ୍କୁ ସିଏ ଚାହିଁଛନ୍ତି ସାଧୁ ସନ୍ଥ ଦେବ ତାମାନେ ଯିଏ ସୂକ୍ଷ୍ମରେ ମୋତେ ଦର୍ଶନ କରିବେ, କିନ୍ତୁ ସ୍ଥୂଳ ଦେହକୁ କେହି ପାଇବେ ନାହିଁ। ସାଧୁ ସନ୍ଥ ଦେବ ତାଙ୍କୁ ଏ ଦେହ ଦୁର୍ଲଭ, ଦେହ ପୁରୀ ଅଛି ମୋର ଭକ୍ତଙ୍କ ଭାବ। ଭକ୍ତଙ୍କ ଭାବ ଏ ଦେହରେ ପୁରୀକି ଅଛି। ଭକ୍ତଙ୍କ ଭାବରେ ଆମେ ଆସିଛୁ। ଭକ୍ତଙ୍କ ଭାବ ନେଇକି ଆମେ
ଆସିଛୁ ଏବଂ ଭଗତ କେବଳ ଏ ଦେହର ସନ୍ଧାନ ପାଇବେ। କେତେ ଭଗତ ପଚାରିଲେ, କେତେ ଭଗତ ଆସିଛନ୍ତି ଆପଣ ଡାକିଛନ୍ତି, ଆପଣ ଡାକିଥିଲେ ହାତରେ ନା ଆମ ସହିତ ଲୀଳା କରିବା ପାଇଁ 4 ଯୁଗର 92,000 ଭକ୍ତ ଆସିଛନ୍ତି। ସେମାନେ ଆସିଛନ୍ତି 84 ମଣ୍ଡଳ ଉର୍ଦ୍ଧ୍ୱ। ଏମିତି ଥରେ ବସିଥାନ୍ତେ ଚାଳ ଘର କ'ଣ ସେ ଖୁଣ୍ଟ ପାଖରେ ଗୋଟେ ଆଲୋଚନାରେ କହିଲେ ଆମେ ଆସିଛୁ, ଆମେ ସେମିତି ଆସିନୁ, ଦେଖିନାହାନ୍ତି ଆମେ ସାଙ୍ଗ ପାଙ୍ଗ ନେଇ ଆସିଛୁ, ଆମେ 84 ମଣ୍ଡଳର ଆମର ସିଧାସଳଖ ଲୀଳାଙ୍ଗୀ ଯେଉଁମାନେ ଆମ ଲୀଳାର ପ୍ରଚାର କରିବେ ସେଟା କହିସାରିଛନ୍ତି। କେମିତି କହିଥାନ୍ତେ? ସତ୍ୟ ସନାତନ ଧର୍ମ ସ୍ପନ୍ଦନର ତୁ ଏକମାତ୍ର ସାରଥୀରେ ଚରମ। ଆମକୁ ତ ସାରଥୀ କରିଛି ଆଣିଛନ୍ତି ଧର୍ମରଥର। ଆଜି ବା ଏ ଯେଉଁ ଆମେ କରିଛେ କ'ଣ କରୁଛେ? ତାଙ୍କର ସେଇ ସତ୍ୟ ସନାତନ ଧର୍ମର ପ୍ରଚାର ପ୍ରସାର କରିକିରି ଆଜି ଶ୍ରୋତା ବକ୍ତା ସବୁ ସାଜିଛେ। ତାଙ୍କରି ପଥରେ ଅନୁଗାମୀ ହେଇ ଆମେ ତାଙ୍କରି କାମ ଆଜି କରୁଛେ। ତେଣୁ 4 ଯୁଗ ଭକ୍ତ ମାନେ ଏ ଯୁଗରେ ମୋ ସହିତ ଲୀଳା କରିବା ପାଇଁ ମାଗି ଆଣିଥିଲେ। ଆମେ 4 ଯୁଗର ଭକ୍ତ 92,000 ଗୃହସ୍ଥ ଭକ୍ତ। କହିଲେ ଗୃହସ୍ଥ ଭକ୍ତ ମୋର 92,000 ମୁଁ ଆଣିଛି 84 ମଣ୍ଡଳ ଉର୍ଦ୍ଧ୍ୱରୁ। ବୁଝିଲେ ନା? ତେଣୁ ଆଜି ସେ ପୁରୁଷ ଆସି କ'ଣ କଲେ? ଲୀଳା ପ୍ରକଟ କଲେ। ଆମେ ତାଙ୍କୁ କିନ୍ତୁ ଧରି ପାରିଲେ ନାହିଁ। ଏତିକି କଥା ଖାଲି ଗଲା। ତାପରେ କ'ଣ କଲେ ନା ଏଇଠି ଟିକେ ପରିଚୟ ଭାବରେ କହିଦେଉଛି। ତାଙ୍କର କୃପା ଏବଂ ଭାରତୀୟ ଅଂଶରୁ ଲକ୍ଷ୍ମୀ ସରସ୍ୱତୀ ଆସିଲେ ଗୋଲକ ମଣ୍ଡଳକୁ ନାରାୟଣ। ତାଙ୍କର ଲକ୍ଷ୍ମୀ ନାରାୟଣ ଯେଉଁ ଆସିଲେ, ନାରାୟଣଙ୍କ ଅଂଶରୁ ଆସିଲେ ଅବତାର ଅବତାରୀ ମାନେ, ଲକ୍ଷ୍ମୀଙ୍କ ଅଂଶରୁ ଆସିଲେ ଯେତେ ପ୍ରକୃତି ଅଂଶରେ ଯେତେ ଆସିଛନ୍ତି ଧରା ପୃଷ୍ଠକୁ ଅବତାରୀ ଅବତାରୀ ପ୍ରକୃତି ଅଂଶରେ। ଦେଖନ୍ତୁ ଜଗନ୍ନାଥ ଆସିଲେ, ଜଗନ୍ନାଥଙ୍କ ପାଖରେ ଲକ୍ଷ୍ମୀ ଅଲଗା ପୂଜା ପାଉଛନ୍ତି, କିନ୍ତୁ ଲକ୍ଷ୍ମୀ ନାମଧାରୀ ପ୍ରକୃତି ମହାମାୟା ପାଖରେ ରଖିପାରିଲେ କି ଜଗନ୍ନାଥ? ରଖିପାରି ତାର ତତ୍ତ୍ୱ ଟିକେ ବୁଝନ୍ତୁ। ତାର ତତ୍ତ୍ୱଟି ହେଉଛି ପ୍ରକୃତି ଅଂଶରେ ଲକ୍ଷ୍ମୀ କି ଥରେ ଦେହର ପରିବର୍ତ୍ତନ, ଥରେ ପରିବର୍ତ୍ତନଶୀଳ କ୍ରମ ବିକାଶରେ ହେଲେ ଆଉ ସେ ନାଁଟି ଆଉ ରହିବ ନାହିଁ। ତେଣୁ ସେ ଲକ୍ଷ୍ମୀ କି ପାଖରେ ରଖିପାରିଲେ ନାହିଁ। ତାଙ୍କର ପ୍ରକୃତି ଅଂଶରେ ରଖିଲେ କାହାକୁ? ମା ଭଉଣୀ ସୁଭଦ୍ରାକୁ। ମା ସୁଭଦ୍ରାକୁ ସେ ମଝିରେ ରଖିଲେ ପ୍ରକୃତି ଅଂଶ। ବୁଝିଲେ ନା? ଯେହେତୁ ଲକ୍ଷ୍ମୀ ଏ ଯୁଗରେ ପୂଜା ପାଇଲେ, ଇଏ ହଉଛି ମୂଳ ଭିତ୍ତି, ଭିତର ଜିନିଷ, ଭିତର କଥା। ତେଣୁ ସେ ତ ଜଗନ୍ନାଥ ଦତ୍ତ କହିଲେ ଅଲଗା, ବହୁତ ଜଗନ୍ନାଥ ଦତ୍ତ ବର୍ତ୍ତମାନ କହୁଛନ୍ତି ଭାଇମାନେ ପ୍ରଭୁ ଜଗନ୍ନାଥ। ମୁଁ ଗୋଟେ କଥା କହୁଛି, ଜଗନ୍ନାଥ କେବେ କେଶବ ହେଇପାରିବେ ନାହିଁ, କିନ୍ତୁ କେଶବ ଚାହିଁଲେ ଗୋଟିଏ ଜଗନ୍ନାଥ ସୃଷ୍ଟି ହେଇପାରିବେ। ଏ କଥା ଦୃଢ଼ୋକ୍ତି। କାହିଁକି? ଜଗନ୍ନାଥ ମୀମାଂସା ଦର୍ଶନରେ ପ୍ରଭୁପାଦ ଗୁରୁସ୍ୱାମୀ ଆର ପ୍ରଚ୍ଛିନ୍ନ କରିଛନ୍ତି। କେମିତି ଟିକେ କହିଦେଉଛି। ଜଗନ୍ନାଥ କେବେଠାରୁ ଆସିଲେ? ଜଗନ୍ନାଥ ଆଜି ଯେ ଜଗତର ନାଥ, ଜଗନ୍ନାଥ ସ୍ୱାମୀ ଆଜି ନୀଳାଞ୍ଚଳ ଆସି କୋଉଠୁ ଆସିଲେ? କେତେ କୋଉ ଯୁଗରୁ ଆସିଲେ? ଏ ଯୁଗଟି ହେଉଛି ସତ୍ୟ ଯୁଗର ପୂର୍ବ ଅବସ୍ଥା। ହେଉଛି ସେ ଯୁଗଟି ଥିଲା, ସେ କଳ୍ପଟି ଥିଲା ବରାହ କଳ୍ପ। ପ୍ରଥମ ଆସିଲେ ବ୍ରହ୍ମକଳ୍ପ, ବ୍ରହ୍ମକଳ୍ପରେ ଆସିଲେ ମତ୍ସ୍ୟ ଅବତାର, ପଦ୍ମକଳ୍ପରେ ଆସିଲେ କଚ୍ଛପ ଅବତାର, ବରାହ ଅବତାର କଳ୍ପରେ ଆସିଲେ ବରାହ ଅବତାର, ଘୁଷୁରୀ ଯାକ ପ୍ରତି ଘୁଷୁରୀ ଅବତାରରେ ଆସିଲେ, ପଶୁ ଅବତାର ହୋଇ ଆସିଲେ, ବରାହ ବନ ବରାହ ଅବତାର ଆଣି ଆସିଲେ। ଯେତେବେଳେ ହିରଣ୍ୟାକ୍ଷ ସହିତ ଯୁଦ୍ଧ କରି ହିରଣ୍ୟାକ୍ଷ ଭାବିଲା କ'ଣ, ଯେତେବେଳେ ଯୁଦ୍ଧରେ ଦେଖିଲା ମୁଁ ଆକୁ ପାରିବିନି, କୋଟି ସିଂହର ବଳ, ସେ କ'ଣ କଲା ନା କହିଲା ମୁଁ ତ ପାଣିରେ ବୁଡ଼ିଯିବି, ଏଟା ଘୁଷୁରୀଟା ବୁଡ଼ି ପାରିବନି, ପାଣିରେ ମରିବ, ପାଣିରେ ମୁଁ ପାଣିରେ ବୁଡ଼ିଯିବି, ପାତାଳକୁ ପଳେଇବି। ଆଉ ପାତାଳକୁ ଚାଲିଗଲା। ପାତାଳକୁ ଚାଲିଗଲା। ଇଏ କ'ଣ କଲେ? ଇଏ ପୃଥିବୀ କି ତାଙ୍କ ମୁଖରେ ଟେକି ଧରିଲେ, ପୃଥିବୀ କି ଧରି ପାଣିରେ ବୁଡ଼ିଗଲେ। ପାଣିରେ ଚାଲିଗଲେ, ପୃଥିବୀକୁ ଉପରକୁ ରଖିଦେଲେ, ରଖି ପାଣିରେ ଡୁବିଗଲେ। ବରାହ ଅବତାରରେ ପାଣିରେ ଡୁବି କ'ଣ କଲେ? ହିରଣ୍ୟାକ୍ଷକୁ ବଦ୍ଧ କଲେ। କୋଉଠି? ପାତାଳରେ। ପାତାଳରେ ବଦ୍ଧ କରି ଉଠିଲା ପରେ ତାଙ୍କ ମୁଖରୁ ଅଗ୍ନି ସ୍ଫୁରଣ ହେଲା। ଅଗ୍ନି ସ୍ୱର୍ଗ ମର୍ତ୍ତ ପାତାଳ ତିନିପୁର ଜଳିବାକୁ ଲାଗିଲା। ଜଳିଯିବ, ନଷ୍ଟ କରିଦେବେ ସେ କ୍ରୋଧାଗ୍ନି। ସେ କ୍ରୋଧ ଅଗ୍ନି ଶାନ୍ତ କରିବା ପାଇଁ ସମସ୍ତେ ତାଙ୍କୁ
ପ୍ରାର୍ଥନା କଲେ ଦେବତାମାନେ, ହେ ପ୍ରଭୁ ଆପଣ ସୃଷ୍ଟିକି ରକ୍ଷା କରନ୍ତୁ, ଆପଣ ସୃଷ୍ଟିକି ଏ ଅଗ୍ନିରେ ସୃଷ୍ଟି ବିନାଶ ହବ। ଅଗ୍ନି ଧୀରେ 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 ଶାନ୍ତ ହେଲେ, ନୀଳବର୍ଣ୍ଣ ହେଇଗଲେ। ନୀଳବର୍ଣ୍ଣ ଅଗ୍ନି ଯେତେବେଳେ ଦେଖନ୍ତୁ ନିଆଁଟା ଜଳୁଥିବ, ଯେତେବେଳେ ଅଗ୍ନି ଶାନ୍ତ ହେବାକୁ କମିବାକୁ ବସିବ, ଲାଲ ବର୍ଣ୍ଣର ନୀଳବର୍ଣ୍ଣ ଧାରଣ କରିବାକୁ। ତେଣୁ ଅଗ୍ନି ନୀଳବର୍ଣ୍ଣ ହେଇଗଲେ। ନୀଳବର୍ଣ୍ଣ ଯେତେବେଳେ ହେଇଗଲେ, ସେ ଯୋଉ ପୁରୁଷଟି ଦେଖାଦେଲେ, ଯେତେବେଳେ ନୀଳବର୍ଣ୍ଣରେ ଗୋଟେ ଦିବ୍ୟ ପୁରୁଷ, ଜଗନ୍ନାଥ ସିନା ଆଜି ହାତ ନାହିଁ, ଗୋଡ଼ ନାହିଁ, ନାକ ନାହିଁ, କାନ ନାହିଁ, ଆମେ ଦେଖୁଛେ, କିନ୍ତୁ ଆସିଥିଲେ କେମିତି? ସେ ଯେତେବେଳେ ପ୍ରଥମ ଆସିଲେ, ସେ କ'ଣ ଆସିଥିଲେ ଏମିତି? ନା, ସେ ଆସିଲେ ଏକ ଦିବ୍ୟ ପୁରୁଷ, ସୁନ୍ଦର ଦିବ୍ୟ ପୁରୁଷ, ନୀଳବର୍ଣ୍ଣ ନୀଳମାଧବ ରୂପରେ ଦେଖାଦେଲେ। ଅନ୍ତରିକ୍ଷରୁ ହେଲା ଏକ ଶବ୍ଦ, ଜଗନ୍ନାଥ ଜଗନ୍ନାଥ ଜଗନ୍ନାଥ, ଜଗତ ରକ୍ଷା କରିବାରୁ, ତାଙ୍କ ଜଗତ ରକ୍ଷା ହବାରୁ ତାଙ୍କ ନାମ ସେତେବେଳେ ଅନ୍ତରିକ୍ଷରୁ ଦେଲେ। ଅନ୍ତରିକ୍ଷରୁ ଯୋଉ ଶବ୍ଦରେ ଆସିଲା ଜଗନ୍ନାଥ, ନୀଳମାଧବ ସେଇ କାଳରୁ, ସେଇ ବରାହ କଳ୍ପରୁ ନୀଳଗିରିରେ ରହି ପୂଜା ପାଉଥିଲେ, ତାକୁ ପୂଜା କରୁଥିଲେ ଦେବତାମାନେ। ଦେବତାମାନେ ଆସି ପୂଜା କରି ଚାଲି ଯାଆନ୍ତି। ଆର ଯେତେବେଳେ ସେଇ ମଣ୍ଡଳରୁ ପୁଣି ଆସିଲେ ବିଶ୍ୱାବସୁ, ବିଶ୍ୱାବସୁ ତାଙ୍କୁ ଯେତେବେଳେ ପୂଜା ଦେଲେ, ଦେବତାମାନେ ଛାଡ଼ି ଚାଲିଗଲେ। ତାପରର ଅବସ୍ଥା ଆଜି ଆମେ ସମସ୍ତେ ଜାଣିଛେ। ନୀଳ ମାଧବରୁ ସେ କେମିତି ଆଜି ଜଗନ୍ନାଥ ଭାବରେ ପୂଜା ପାଇଲେ, ଦାରୁ ବ୍ରହ୍ମ ଭାବରେ ଆମେ ସମସ୍ତେ ଜାଣିଛେ। ଆଚ୍ଛା କହିଲେ, ଗୁରୁ ଶିଷ୍ୟ କେଉଁ କାଳେ ନୁହନ୍ତି ପ୍ରଳୟ, ଗୁରୁ ଠାରୁ ସର୍ବସୃଷ୍ଟ ସେଠାରେ ବିଲୟ। ଆଜି ଆମେ ଯୋଉଠୁ ଆସିଥିଲେ, ଯୋଉଠୁ ଏ ସୃଷ୍ଟିର କ୍ରମ ବିକାଶ ହୋଇଥିଲା, ଯାହା ଇଚ୍ଛାର ପ୍ରତୀକ ଆଜି ଇଚ୍ଛାମୟଙ୍କ ଇଚ୍ଛାରେ ଆଜି ଏ ସୃଷ୍ଟି ସରସ ସୁନ୍ଦର ହୋଇଥିଲା, ସେଇ ଇଚ୍ଛାମୟ ପୁରୁଷ ଆଜି ଚରମ 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 ପୁରୁଷ ଆଜି ଧରା ପୃଷ୍ଠକୁ ଖସି ଆସିଥିଲେ। ଚରମ, ସିଏ ବି ଚରମ, ଆମେ ବି ଚରମ, ଯୁଗ ବି ଚରମ, ଲେଖିଲେ ଚରମ, ପାଦ ଚରମ, ପାଣି ଚରମ, ନାଥ ବି ହେଲେ, ସିଏ ବି ହେଲେ ଚରମ ନାଥ, ବୁଝିଲେ? ତେଣୁ ସବୁ ଚରମ। ପଚାରିଲେ ଥରେ, କହିଲେ ଆପଣ ଏ ଚରମ କେମିତି ଆମେ ଜାଣିବୁ? ଆପଣ କ'ଣ ଚରମକୁ ଆମକୁ ଟିକେ ବୁଝେଇଲେ? ନା, ବର୍ତ୍ତମାନ ତୁମେ ସୃଷ୍ଟିକୁ, ଜଗତକୁ ଚରମ ରୂପରେ ଏକ ଟ୍ରେନ୍ ଆସିଛି, ବଡ଼ ଟ୍ରେନ୍। ମୁଁ କହିଲି ଆଚ୍ଛା ଆଚ୍ଛା, ଟ୍ରେନ୍ଟା କ'ଣ ତାହେଲେ ହେଲା? ନା, ଏ ଚରମ ରୂପକ ଟ୍ରେନ୍, ଏ ଜଗତବାସୀ, ଯେତେ ଆଜି ଜଗତବାସୀ ଅଛନ୍ତି, ସମସ୍ତେ ଚରମ ରୂପକ ଟ୍ରେନ୍ରେ ବସିଛନ୍ତି। ଟ୍ରେନ୍ଟି ବର୍ତ୍ତମାନ ଚରମ ଅଭିମୁଖେ ଚାଲିଛି। ମୁଁ କହିଲି ସମସ୍ତେ ତାହେଲେ ଜଗତରେ ଯେତେ ଜନମାନସ ରଙ୍ଗ ତର୍କନୁ ସମସ୍ତେ ଚରମ ପ୍ରାପ୍ତି ହେବେ, ସମସ୍ତେ ଚରମରେ ପହଞ୍ଚିଯିବେ। ନା, ଯୋଉଠୁ ଆସିଥିଲେ ସେଇଠି ପହଞ୍ଚିଯିବେ। ମୁଁ କହିଲି ତାହେଲେ କର୍ମଯୋଗର ଆଉ ଦରକାର ନାହିଁ। ଆପଣ ଯୋଉ ଧାରା ଦେଲେ କର୍ମଯୋଗ ଦେଲେ, ଆମେ ତ ଟ୍ରେନ୍ରେ ବସିଛୁ, ସମସ୍ତେ ଯିବୁ ନା? ସେଇଠି ବା କଥାଟିଏ ଅଛି, ଜଣେ ଚେଇଁକିରି ଯିବା, ଜଣେ ଶୋଇପଡ଼ି ଯିବା କ'ଣ ସମାନ? ଜଣେ ଘରେ ଶୋଇଛି, ସିଏ ଚରମକୁ ଯିବା, ଜଣେ କର୍ମଯୋଗ ଧାରା କରୁଛି, ସିଏ ଚରମକୁ ଯିବା କ'ଣ ସମାନ? ନା, ସେ ଚରମକୁ ବାଟ ଦେଖିଯିବ। ତମେ ଯଦି କଲିକତା ଯିବ, ଲେଖିଛନ୍ତି ସେ କଥାଟି ଜନନୀ ଜଠର ଜରାୟୁରେ ଗୋଟିଏ ବିଷୟରେ, ଯେ ଜଣେ ବ୍ୟକ୍ତି କଲିକତା ଯାଉଛି, ଯଦି ଶୋଇକିରି ଚେଇଁକିରି ଯିବ, ତାହେଲେ କଲିକତା ପର୍ଯ୍ୟନ୍ତ ସବୁ ବାଟ ଜାଣି 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 ଚାଲିଯିବ। ସେ ଆଉ ଦିନେ ସିଧାସଳଖ ଚରମକୁ ଯିବା ପାଇଁ, କଲିକତା ଯିବା ପାଇଁ ତା ପଥ ପରିଷ୍କାର ହେଇଯିବ, ପରିଷ୍କାର ହେଇଯିବ। ଆଉ ଜଣେ ଶୋଇକିରି ଗଲେ, ସେଇ କଲିକତାରେ ଛାଡ଼ିଦେଲେ ସେ ଆଉ ଆସିପାରିବ ନାହିଁ, କି ଜାଣିପାରିବ ନାହିଁ, କି ଯାଇପାରିବ ନାହିଁ, ବୁଝିଲ ନା? ତେଣୁ ଚେତନ ଅବସ୍ଥାରେ ଆମକୁ ନେବା ପାଇଁ ସେ କହିଛନ୍ତି, ଆସିଛି ପୁରୁଷ ଦେବାକୁ ଚେତା। ଟିକେ ଭଲ କିରି ତାଙ୍କର ଲେଖାକୁ ପଢ଼ନ୍ତୁ, ବୁଝନ୍ତୁ। ସେ ଲେଖିଛନ୍ତି ଚରମରେ, ଆସିଛି ପୁରୁଷ ଦେବାକୁ ଚେତା, ତାଙ୍କ ପଦ୍ମ ପାଦେ ଲଗା ତୁ ମଥା। ତୁ କେବଳ ଶରଣାପନ୍ନ ହେଇଯା, ତୁ ସମର୍ପଣ ଭାବ ନେଇଯା,
କହିଲେ আমি ସମର୍ପଣ ଭାବ ପ୍ରତ୍ୟେକ କଥା କହିଦେଇଥିଲି। ତୁ ଦୁଇ ହାତ ଉପରକୁ ଟେକି ଥରେ ବନ୍ଧୁ କଣ୍ଠରେ କହିଦଉନୁ ତୋ ଛଡ଼ା ମୋର ଆଉ କେହି ନାହିଁ। କହିଛନ୍ତି ନା? ସ୍ୱଳ୍ପ ସମୟ ହଉ ସମୟର ଦାସ, ଆମେ ତ ଅଧିକ ସମୟ କରିପାରିବାନି। ତେଣୁ ସେ ଚରମରେ ବୁଝେଇ ଦେଇଛନ୍ତି କଥାଟି, ତାଙ୍କର ନିଜର ପରିଚୟ ମଧ୍ୟ ଦେଇଛନ୍ତି। ତେଣୁ ପୁରୁଷ ଆସିଥିଲେ ତାକୁ ଚେତା ପୁରୁଷ ଆଜି ଆସିଥିଲେ। ଚୈତନ୍ୟ ସ୍ୱରୂପ ଜୀବ ଭିତରେ ମୋ ତାଇ ଚେତନା କେନ୍ଦ୍ରରେ ରହି ଲୀଳା କରି ତୋ ଭିତରେ ମୁଁ ଅଛି, ତୁ ମତେ ଜାଣିପାରୁନୁ। ଇଏ ଗୋଟେ ନୁହେଁ କି? ଇଏ ତାଙ୍କର ପରିଚୟ ନୁହେଁ କି? କେମିତି ଅଛନ୍ତି ସିଏ? ଚୈତନ୍ୟ ସ୍ୱରୂପ ଜୀବ ଚେତନାରେ ରହି ନିଜ ତଥ୍ୟମାନ ନିଜେ ପ୍ରସାର କରଇ। ଆଜି ବଳରାମ ଭାଇଙ୍କ ଭିତରେ ମାନସିକ ଭିତରେ ଆସିଛି ଏ ଅଞ୍ଚଳରେ ଗୋଟେ ସତ୍ସଙ୍ଗ, ଏଇଠି ଗୋଟେ ସତ୍ସଙ୍ଗ କରିବି, ପରିବାର ସତ୍ସଙ୍ଗ। ଇଏ କ'ଣ ତାଙ୍କରି ସେ ଚେତନା କେନ୍ଦ୍ରରେ ରହି ସିଏ ଆଜି ଲୀଳାଟି ହେଇନାହାନ୍ତି କି? ତାଙ୍କ କାମ ସିଏ କରୁଛନ୍ତି, ଏ ଆଜି ତାଙ୍କ ଇଚ୍ଛାରେ କିନ୍ତୁ କରୁଛେ ଆମେ ହେଲେ ମାଧ୍ୟମ। ତେଣୁ ଆଜି ଯିଏ ଆସିଥିଲେ ସେ ହେଉଛନ୍ତି ଚୈତନ୍ୟ ପୁରୁଷ। ଚୈତନ୍ୟ ଅପ୍ରକଟରେ ସେ ଆଜି ଲୀଳା କରି ଚାଲିଛନ୍ତି। ଅପ୍ରକଟରେ ପ୍ରକଟ ହୋଇଲି, ସେ କହିଛନ୍ତି ମୁଁ ଅପ୍ରକଟରେ ଚୈତନ୍ୟ ଅବସ୍ଥାରେ ଥିଲି, ଆଜି ପ୍ରକଟ ହୋଇ ନରତନୁ ଧରି ଗୁରୁ ନିଜେ ଗୁରୁ ଆସିଅଛି। ବୁଝିଲେ? ନିଜେ ଆଜି ଗୁରୁ ଆସିଅଛି। ମୁଁ ନିଜେ ଗୁରୁ, ମୋ ସଦଗୁରୁ ନୁହେଁ, ଜଗତ ଗୁରୁ ନୁହେଁ କି ଗୁରୁ ମଣ୍ଡଳୀୟ ଗୁରୁ ନୁହେଁ। ଆଜି ଆମେ ଅବ୍ୟକ୍ତ ବ୍ରହ୍ମ ଆସିଛୁ ଗୁରୁ, ଅବ୍ୟକ୍ତ ଗୁରୁ, ଅବ୍ୟକ୍ତର ବ୍ୟକ୍ତ ଅଂଶ, ଯାର ଅଂଶ ନେଇ ତୁମେ ଆଜି ଖେଳୁଛ। କାହିଁକି କହିଲେ? ପିତାର ପ୍ରତି ଚିରମଙ୍ଗଳ, ହେ ଗୁରୁ ତୁମେ ମଙ୍ଗଳମୟ। ଲେଖିଲେ କିଏ? ବଳିଆ ବାବା ଆମର ଲେଖିଲେ, ହେ ଗୁରୁ ତୁମେ ମଙ୍ଗଳମୟ। ମଙ୍ଗଳ କାମନା କରି କ'ଣ କହିଲେ? ଇତି ତୋର ଚିରମଙ୍ଗଳ କାଙ୍କ୍ଷୀ ପିତା। ଏଇଠି ଗୋଟିଏ କଥା କହିଯାଉଛି, ପିତା ଜଣେ, ଦୁଇ ଜଣ ରୁହନ୍ତି, ଆଉ ପିତା କେହି ହେଇପାରିବେ ନାହିଁ। ଯେତେ ପୁରୁଷ ଏପର୍ଯ୍ୟନ୍ତ ସୃଷ୍ଟିରେ ଆସିଛନ୍ତି ଅବତାରୀ ଠାରୁ ପିତା କେହି ହେଇପାରିବେନି। ପିତା ଆସିଥିଲେ ଜଣେ, ଏକ ପ୍ରକୃତି, ନିଜ ପ୍ରକୃତି ନିଜ ଅଙ୍ଗେ ଲୀଳା କଲେ ନାନା ଅଙ୍ଗେ। ଇଷ୍ଟ ଭାବ ଗୁରୁ ସ୍ୱାମୀ, ଗୁରୁ ଏବଂ ସ୍ୱାମୀ, ଗୁରୁ ଏବଂ ଇଷ୍ଟ, ଆମେ ଗୋଟିଏ ଅଙ୍ଗରେ ଆସିଥିଲୁ ନିଜ ପ୍ରକୃତି ନିଜ ସାଙ୍ଗରେ। ଆମେ କେବେ ଆସୁନା, ଆମେ ଆସିଲେ ପ୍ରକୃତି ଅଂଶ ଆମର ଅଲଗା ଆସିବନି। ଆମରି ଭିତରେ ଆମର ପ୍ରକୃତି ଅଂଶ, ମାତୃତ୍ୱ ଭାବ ପିତୃତ୍ୱ ଭାବ। କେମିତି କହିଥାନ୍ତେ? ଜନନୀ ଜନ୍ମ ଦବାରୁ ସିନା ଜନନୀ, ମାତୃ ମର୍ଯ୍ୟାଦା ନ ପାଏ ମୋହିନୀ। ମୋହି ତୋର ପିତା, ମୋହି ତୋର ମାତା। ମୋ ବାପା ଏବଂ ମା ଦୁଇଟା ଭୂମିକା ନେଇ ଆସିଛି। କହିଲେ, ମୁଁ କହିଲି କାହିଁକି ଏଭଳି ନେଲେ? ନା ତୁମେ କଳି ଯୁଗର ମନୁଷ୍ୟମାନେ ବହୁତ ପରା ସ୍ୱାଭିମାନୀ। ପଦେ କଥା କହିଲେ ବା ବାପା କଥା ମା ଏ ପୁଅ ସହିପାରୁନି, ମା କଥା ଝିଅ ସହିପାରୁନି। ମୁଁ ଯଦି ପିତୃତ୍ୱ ଅନୁଶାସନରେ ତୁମକୁ ରଖି ପିତୃତ୍ୱ ଅନୁଶାସନ ଭିତରେ ତୁମ ଅନୁଶାସନ ପକେଇଥାନ୍ତି, ତୁମେ କ'ଣ ରହିଥାନ୍ତ ଧର୍ମସୂତ୍ରରେ? ତୁମେ ଛିଡ଼ି ଯାଇଥାନ୍ତ। ତେଣୁ ତୁମ ଆକର୍ଷଣ ଆଜି ମୁଁ କୋଉ ବଳରେ କରିଛି କି? ସେ ଆମକୁ କୋଉ ବଳରେ ଆଜି ଆକର୍ଷଣ କରିଛନ୍ତି? ମାତୃତ୍ୱ, ମାତୃତ୍ୱର ସ୍ନେହ ମମତା ବନ୍ଧନରେ ସେ ଆଜି ଆମକୁ ବାନ୍ଧି ଦେଇଛନ୍ତି। ମାତୃତ୍ୱର ସ୍ନେହ ମମତା, ବୁଝିଲେ? ତେଣୁ ମାତୃତ୍ୱର ସ୍ନେହ ମମତାରେ ସେ ଆଜି ବାନ୍ଧିଲେ। ପଢ଼ନ୍ତୁ, ପଢ଼ନ୍ତୁ ଭଲକରି ଚରମ କଲ୍ୟାଣ ଦେଲେ ଠାରୁ ତାକୁ ସବୁ ଆରମ୍ଭ କରି ପଢ଼ାନ୍ତୁ, ଜାଣିବେ କେତେ ସ୍ନେହ ଶ୍ରଦ୍ଧା। ଗୋଟିଏ କଥା ଅବଶ୍ୟ ଖାଲି ସୃଷ୍ଟି ହେବ, ପ୍ରଭୁ ଭଲକରି ତାକୁ ମନ ଚୈତନ୍ୟ ଦେଇ ପଢ଼ନ୍ତୁ ଏବଂ ଶୁଣନ୍ତୁ। ଗୋଟିଏ ଭାବ କେବଳ ଆସିବ, ପ୍ରଭୁ ଆପଣ ଯେତିକି ଆମକୁ ଭଲ ପାଇଲେ, ଯେତିକି ଆମକୁ ଭଲ ପାଇକିରି ଆମ ପାଇଁ ଯେତିକି ଆପଣ ଏ ସ୍ନେହ ମମତା ଶ୍ରଦ୍ଧା ଆନ୍ତରିକତା ଦେଲେ ଏ ଚରମ ମାଧ୍ୟମରେ, ଆମେ ଆପଣଙ୍କୁ ଦେଇପାରିଲୁନି। କେବଳ ଅବଶୋଷ, ସମସ୍ତଙ୍କ ଭିତରେ ଅବଶୋଷ। ଯେତିକି ଆପଣ ଦେଲେ ଆମେ ସେତିକି ଆପଣଙ୍କୁ ଦେଇପାରିଲୁନି। ଦେଇପାରିଲେ ବିଚାର କର। ଏବେ ତମକୁ ଗଲେ ପ୍ରଣାମଟିଏ ହେଲେ, ଆପଣ ଯେମିତି ମୋତେ ଚାହିଁଲେ ମୁଁ ପ୍ରଭୁ ଆପଣଙ୍କୁ ଚାହିଁପାରିଲେନି। ଆପଣ ଯେତିକି ମୋତେ ଦେଲେ ମୁଁ ଆପଣଙ୍କୁ ଦେଇପାରିଲିନି। ଆପଣ ଯେତିକି ଭାବ ମୋଠୁ ଚାହିଁଲେ, ଭାବ ଦେଲେ ମୋଠୁ ଚାହିଁଲେ ମୁଁ ଦେଇପାରିଲିନି। ସେତିକି ଭଲ ପାଇବା ଦେଇପାରିଲେନି।
ଏବେ ବି ଆସୁଛି ଗୋଟେ ଅବଶୋଷ ଆସିବ କାହିଁକି ନା ସେ ତାଙ୍କର ଅନ୍ତରର କଥାକୁ ତାଙ୍କର ଅନ୍ତରର ବ୍ୟଥାକୁ ମୁହଁରେ କହିଲେନି। ସେ କ'ଣ କଲେ? କଲମ ମନରେ କାଗଜରେ ପ୍ରକାଶ କରି ଆମ ପାଇଁ ଆଦର୍ଶ। ତାଙ୍କର ଆଦର୍ଶ ହେଉଛି ବର୍ତ୍ତମାନ ଚରମ ଶାସ୍ତ୍ର। କହିଛନ୍ତି ଯେତେବେଳେ ବିଶ୍ୱ ତାଙ୍କୁ ଜାଣିବ, ଜଗତ ଜାଣିବ ଯେ ସ୍ରଷ୍ଟା ପୁରୁଷ ନିଜେ, ଏ ଅବତାରୀ ନୁହନ୍ତି, ଏ ସାଧୁ ସନ୍ଥ ନୁହନ୍ତି, ନିଜେ ସ୍ରଷ୍ଟା, ନିଜେ ବିଧି, ନିଜେ ଗୁରୁ, ନିଜେ ଚୈତନ୍ୟ, ନିଜେ ହିଁ ପିତା। ଆଜି ଆସି ଧରାପୃଷ୍ଠରୁ ଲୀଳା କରି ଆଜି ନିଜକୁ ଲୁଚେଇ ଦେଲେ। ଯେତେବେଳେ ଜଗତ ଜାଣିବ ସେତେବେଳେ ଚରମ ଲକ୍ଷେ ଟଙ୍କା ଦେଲେ ବି ଗୋଟିଏ ଖଣ୍ଡ ଚରମ ମିଳିବା ଅସମ୍ଭବ ହବ। ଆର ବିଶ୍ୱ ଦରବାରରେ, ଜଗତ ଦରବାରରେ, ବ୍ରହ୍ମାଣ୍ଡ ଦରବାରରେ ଏତେ ଆର ଚାହିଦା ବଢ଼ିଯିବ, ଆର ମୂଲ୍ୟାଙ୍କନ କରିହେବନି ତାଙ୍କର ଆଦର୍ଶ ସ୍ୱରୂପ ଏ ଚରମ। ମୁଁ ଖାଲି ଏତିକି କହୁଛି, ଆପଣ କର୍ମଯୋଗ କରିପାରୁନାହାନ୍ତି, ଚରମ ପଢ଼ନ୍ତୁ ଆଦର୍ଶ। କେବଳ ଚରମ ହିଁ ଆପଣଙ୍କୁ କର୍ମଯୋଗ ପଥରେ ଦୃଢ଼ କରି ନେବାର ସଂକଳ୍ପ ଅଛି। ଚରମ ପୃଷ୍ଠାରେ ଚରମ ଜୀବନ୍ତ ନେକ୍ସଟ ଜୀବନ ହୁଏ। ସେ କହିଦେଇଛନ୍ତି ଥନରେ ଚରମରେ, ଗୀତା ଥିଲା ତୋର ପୂର୍ବ ଗୁରୁଦେବଙ୍କର ଶ୍ରୀମୁଖ ନିଃସୃତ। ଚରମରେ ତୁ ମୋ ପ୍ରତ୍ୟକ୍ଷ ଗୁରୁ ଦେବଙ୍କର ସ୍ୱହସ୍ତ ଲିଖିତ ଯୁଗ ଉପଯୋଗୀ ବିଚାର କଲେ ତୋର ସ୍ଥାନ ସବୁଠାରୁ ଶୀର୍ଷରେ। ତୋର ହଉଛୁ ଏ ଯୁଗ ପାଇଁ ଆଲୋକବର୍ତ୍ତିକା। ଧର୍ମ ପଥରୁ ପ୍ରଭୁ ଅପ୍ରକଟ ଅବସ୍ଥାକୁ ରହିଗଲେ, ଅପ୍ରକଟ ଅବସ୍ଥାରେ ଗୁରୁ ରହିଗଲେ। ଆଉ ଆମେ ତାଙ୍କୁ ଧରିପାରିବା ବହୁତ କଷ୍ଟ। ସେ କହିଛନ୍ତି ଯେ ଯଦି ଅପ୍ରକଟ ଅବସ୍ଥାରେ ମୋତେ ଧରିବୁ, ଦେଇଥିବା ଗୁରୁଧନ ସାଇତିରେ ରଖିବୁ, ଅପ୍ରକଟେ ତେବେ ମୋର ସାନ୍ନିଧ୍ୟ ଲଭିବୁ। ଅପ୍ରକଟ ଅବସ୍ଥାରେ ତୁ ଯଦି ମୋତେ ଅନୁଭବ କରିବୁ, ମୁଁ ତୋଠୁ ଛାଇ ଦୂରରେ ନାହିଁ ରେ ଧନ, ତୋରି ପାଖରେ ଅଛି, ତୋରି ଭିତରେ ଅଛି। ସେ କହିଛନ୍ତି ପରା, ଆଜି ବା ପଢୁଥିଲେ, ଆଜି ଯୋଉ ପାର୍ଥିବ ବସ୍ତୁକୁ ତୁ ନିଜର କରିଛୁ, ସେ ଅତୀତରେ ତୋର ଥିଲା ନା ବର୍ତ୍ତମାନ ଅଛି ନା ଭବିଷ୍ୟତରେ ତୋ ପାଖରେ ଥିବ। କିନ୍ତୁ ତୋର ପିତା ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି, ଭବିଷ୍ୟତରେ ମଧ୍ୟ ତୋ ପାଖରେ ଥିବେ। ତାହେଲେ ତାଙ୍କର ସ୍ୱରୂପ କ'ଣ? ସେ କହିଛନ୍ତି ତୋରି କାୟା ଭିତରେ ମୁଁ ଛାୟା ସ୍ୱରୂପ ଅଛି। କାୟାକୁ ଛାଡ଼ି ଛାୟା କ'ଣ କେବେ ରହିପାରେ କିରେ? ତେଣୁ ଛାୟା ସ୍ୱରୂପ ଦେହକୁ, ଏ ଶରୀରକୁ, ମନୁଷ୍ୟ କଳେବରକୁ ଯେ ଛାୟା ପ୍ରଦାନ କରିଛନ୍ତି, ସେଇ ହେଉଛନ୍ତି ଅପ୍ରକଟ ଅବସ୍ଥାରେ ଚୈତନ୍ୟ, ସେଇ। ତେଣୁ ତାଙ୍କୁ ପାଇବାକୁ ହେଲେ ଆମେ ଆଦର୍ଶ ସ୍ୱରୂପ ଏ ଚରମ ପୃଷ୍ଠାକୁ ଟନ୍ ଟନ୍ କରି ଦେଖିକି ନିଅନ୍ତୁ ତାଙ୍କର ପରିଚୟ କ'ଣ, ପରିଚୟ ଆଦି ସେ ରଖିଛନ୍ତି। ଏତିକି କହି କଥାବସ୍ତୁକୁ ଆଜି ଏଇଠି ବିଶ୍ରାମ ଦେବା। ମୋର ଅନ୍ତରର ପରମ ଆରାଧ୍ୟ ପରମ ପୂଜ୍ୟ ଚର୍ମନାଥ ଗୁରୁସ୍ୱାମୀଙ୍କର ଶ୍ରୀ ପଦ୍ମପାଦରେ ସାଷ୍ଟାଙ୍ଗ ପ୍ରଣାମ। ଏବଂ ଆଜିର ଏ ସତ୍ସଙ୍ଗ ଆସରରେ ଉପସ୍ଥିତ ଥିବା ମୋର ଧର୍ମ ଜିଜ୍ଞାସୁ, ବ୍ରହ୍ମ ଜିଜ୍ଞାସୁ, ସଦାତ୍ମା ଦିବ୍ୟାତ୍ମାଙ୍କ ସତ୍ସଙ୍ଗ ପ୍ରେମୀ ମୋର ସମସ୍ତ ପ୍ରିୟ ଭାଇ ଭଉଣୀ ସମସ୍ତଙ୍କୁ ଅନ୍ତରର ସଶ୍ରଦ୍ଧ ସପ୍ରେମ ଗୁରୁସ୍ୱାମୀ।